ଜୟ ଜଗନ୍ନାଥ ସାର୍। ମୋର କେଜି ବ୍ଲଗର ରବି ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ ଜଣାଉଛି ସମସ୍ତଙ୍କୁ। ଆସ ବୁଲିଯିବା ଆମେ ବ୍ରାହ୍ମଣକୁ। ପ୍ରାକୃତିକ ସୌନ୍ଦର୍ଯ୍ୟମୟ ବନ ପ୍ରଦେଶରେ ଘେରା ଏହି ଆମର ବ୍ରାହ୍ମଣକୁଣ୍ଡ ଜଳପ୍ରପାତଟି ପାଇଁ ଆଜି ଆମର ଗମନ। ଦେଖିବା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ତାର ରୂପମୟ ବିଧି। ଏହା ବାଙ୍ଗିରିପୋଷି ଠାରୁ 26 କିଲୋମିଟର ଦୂରରେ ଅବସ୍ଥିତ ଅଟେ। ଜୀବନରେ ତ ଦୁଃଖ କଷ୍ଟ ଅନେକ। ସେଇ ଦୁଃଖ କଷ୍ଟରୁ ଜଞ୍ଜାଳଗ୍ରସ୍ତ ଜୀବନରୁ ଟିକେ ମୁକ୍ତି ପାଇବା ପାଇଁ ଆମେ ଆସି ପହଞ୍ଚିଛୁ ଆଜି ଏହି ବନ ପ୍ରଦେଶରେ। ବନ ପ୍ରଦେଶର ଏହି ମୁଖମଣ୍ଡଳ ଦେଖି ଆମେ ବହୁତ ବିହର ହୋଇ ପଡ଼ିଛୁ ଏବଂ ଆଜି ଆମେ ଚାଲିଛୁ ପୁରା ସେଇ ପ୍ରକୃତି ରାଣୀର କଳକୁ, ଯେଉଁଠି ଆମର ପ୍ରକୃତି ରାଣୀ ଆମେ ଆଉ କିଛି ସମୟ ପରେ ପହଞ୍ଚିଯିବା ଆମର ସେଇ ନିକଟବର୍ତ୍ତୀ ବ୍ରାହ୍ମଣକୁଣ୍ଡରେ, ଯେଉଁଠି ଭରି ରହିଛି ଅନେକ ସୁଖ ଶାନ୍ତି ଏବଂ ସୌନ୍ଦର୍ଯ୍ୟ। ଦେଖନ୍ତୁ, ଉଭୟ ପାର୍ଶ୍ୱରେ ଜଙ୍ଗଲ ମଧ୍ୟରେ ଆମ ଗାଡ଼ି ଧୀରେ ଧୀରେ ଚାଲିଲୁ ଆମେ ଚଢ଼ି ପାହାଡ଼କୁ ଚିରି। ରାସ୍ତାର ଏହି ଦୃଶ୍ୟ ବହୁତ ମନୋରଞ୍ଜନ ହେବ। ତ ଯିବା ସମୟରେ ଗୋଟିଏ ସ୍ଥାନ ପଡ଼ିଲା, ଯେଉଁଠି ଆମେ କିଛି ସମୟ ରହିବା ପାଇଁ ମଧ୍ୟ ମନସ୍ଥ କଲୁ। ପ୍ରାକୃତିର ସୌନ୍ଦର୍ଯ୍ୟ ଏତେ ମୋହିତ ହୋଇଗଲା ଯେ କିଛି ସମୟ ସେଇଠି ଫଟୋ ଭିଡ଼ିଓ ମଧ୍ୟ କଲୁ ଏବଂ ଆସି ପହଞ୍ଚିଲୁ ଯେଉଁଠାରେ କି ଏହି ଅଞ୍ଚଳର ଅଧିବାସୀମାନଙ୍କର ମା ବା ପାହାଡ଼ ପୂଜା କରାଯାଏ, ମାଙ୍କୁ ପୂଜା କରାଯାଏ ସେଇଠି। ଦେଖନ୍ତୁ, ଏଇଠାରେ ସେମାନେ ପୂଜା ଅର୍ଚ୍ଚନା କରନ୍ତି ବା ପାହାଡ଼ ପୂଜା କରନ୍ତି। ତାପରେ ଆମେ ଟିକେ ବୁଲିବୁଲା ଆମେ ଚାଲିଲୁ ଆମର ଗନ୍ତବ୍ୟ ସ୍ଥଳ। ଆସି ପହଞ୍ଚିଗଲୁ ଆମେ ସେଇ ବ୍ରାହ୍ମଣକୁଣ୍ଡ। ଏଇଠାକୁ ନଭେମ୍ବର ଏବଂ ଡିସେମ୍ବର ମାସରେ ଅନେକ ପର୍ଯ୍ୟଟକ ବୁଲିବା ପାଇଁ ଆସନ୍ତି ଏବଂ ପିକନିକ୍ ମଧ୍ୟ ଏଠାରେ କରିଥାନ୍ତି। ଆଜି ପହଞ୍ଚି ଯାଇଛୁ ଆମେ, ତ ଦେଖିବୁ ଟିକେ ସେଠାର ଦୃଶ୍ୟ କେମିତି ରହିଛି। ଏଇଟା ଦେଖନ୍ତୁ, ଏଇଟା ହେଉଛି ସେଇ ସ୍ଥାନ ଯେଉଁଠିକି ଲୋକମାନେ ପିକନିକ୍ ଆସି କରନ୍ତି, ବଣଭୋଜି କରନ୍ତି। ରୋଷେଇ ପାଇଁ ଠିକ୍ ସୁବନ୍ଦୋବସ୍ତ ରହିଛି, ପାଣିର ମଧ୍ୟ ସୁବିଧା ରହିଛି। ଇଆଡ଼େ ଗଛପତ୍ର ଟିକେ ଲାଗିଛି। ତାପରେ ସେଠି ଆମର ଏଠାରେ ଦେଖ କେତେ ବଢ଼ିଆ ପିକନିକ୍ ପାଇଁ ବ୍ୟବସ୍ଥା ରହିଛି। ତାପରେ ଏଇଟା ସବୁ ପିକନିକ୍ ସମୟରେ ଦୋକାନ ବଜାର ବି ଲାଗିଥାଏ। ଏବେ ତ ପିକନିକ୍ର ସମୟ ନୁହେଁ, ତ ହେଲେ ବି କିଛି ନାହିଁ ସେମିତି। ଉପଆଡ଼େ ଗୋଟେ ଦୋକାନ ଥିଲା, ଏଠି ତଳେ ସେମିତି କିଛି ନାହିଁ। ପିକନିକ୍ ସମୟରେ ଆଡ଼େ ପୁରା ଭରପୁର ରହିଥାଏ। ଏଗୁଡ଼ା ସବୁ ଦୋକାନ ବସନ୍ତି ତାଙ୍କର। ଏଠି ମଧ୍ୟ ଟିକେଟ୍ କାଟିକିନା ସେଠି ପିକନିକ୍ କରିପାରିବେ ଭିତରେ, କିନ୍ତୁ ଏଠି ନିରାମିଷ ଅର୍ଥାତ ଆମିଷ କରିବେ ନାହିଁ, କାରଣ ଏଟା ଦେବସ୍ଥଳୀ ଗୋଟେ ଟିକେ ଇଆଡ଼େ। ତ ସିଆଡ଼େ ତୁମ ସାଇଡ଼୍ରେ ତୁମେ ଆଇଁଷ କରିପାରିବ, ସେଇଟା କିଛି ନାହିଁ। ଏବେ କିଛି ନୂଆ ଗଛ ଲାଗିଅଛି, ଦେଖିପାରୁଛ। ପିକନିକ୍ ସମୟକୁ ହେଇଯିବ, ଏକା ସବୁ ଟିକେ ଭଲ ଦେଖାଯିବ। ଆଉ ଏଇଟା ଦେଖିପାରୁଥିବ, ସିଆଡ଼କୁ ଟିକେ ରହିଛି ଆମର ଯେଉଁ ଦେବକୁଣ୍ଡ ଏବଂ ଏ ସାଇଡ଼୍କୁ ରହିଛି କ'ଣ କରନ୍ତି, ଏଠି ପୂଜା କରନ୍ତି, ଦେଖିପାରୁଥିବେ ସେଇଠି ପୂଜା କରନ୍ତି। ଇଏ ରହିଲା ଆମର ଫାଇନାଲି ଦେବକୁଣ୍ଡ। ମାଛମାନେ ମଧ୍ୟ ଅଛନ୍ତି, ଦେଖିପାରିବେ।
ଖାଡ଼ିଆ ଯାବା ଯେ ଚଲ ଏଠି ଖାଡ଼ିଆ କର ବାପା ମାଛ ପୁରା ହେଭି ଆଇଲି ଏ କଥା ନା ପଚାଶ ଦେଖ ପଚାଶ ଚିରିକି ମାରି ପୁରା ବଡ଼ ବଡ଼ ଗାଇନା ବାହାରିଲାଣି ହୁଁ